ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ସାପ୍ତାହିକ ହାଟ ଗାଡ଼ି। ଆଜି ସନ୍ଧ୍ୟା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ସାପ୍ତାହିକ ହାଟ ଗାଡ଼ି। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ପରିମଳ ନିକଟରେ ଘଟିଛି ଏହି ଦୁର୍ଘଟଣା। ଖବର ପାଇ ଉଦୟଗିରି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି। ସାପ୍ତାହିକ ହାଟ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ମ୍ୟାକ୍ସ ପିକଅପ୍। ଗାଡ଼ିରେ ଥିବା 6 ଜଣ ହାଟ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଆହତମାନଙ୍କୁ ଉଦୟଗିରି ଅଗ୍ନିଶମ ବାହିନୀ ଉଦ୍ଧାର କରି ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ସ୍ଥାନାନ୍ତର କରିଥିବା କହିଛନ୍ତି ଡାକ୍ତର। ଆହତମାନେ ହେଲେ ଉଦୟଗିରି ଥାନା ଉଦୟଗିରିର ବଳରାମ ସାହୁ, ପୂର୍ଣ୍ଣବାସୀ ସତୁ ବେହେରା, ଛେଳିଗଡ଼ର ଶ୍ରୀ କୁମାର, ତାଣ୍ଡିଗୁଡ଼ାର କ୍ରିତାଞ୍ଜଳି କରାଡ଼, ଗଞ୍ଜାମର ଲକ୍ଷ୍ମଣ ବଳିଆ ସିଂ। ଏନେଇ ସ୍ଥାନୀୟ ଥାନାରେ କୌଣସି କେସ୍ ରୁଜୁ ହୋଇନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି। ଉଦୟଗିରି ବ୍ଲକରୁ ମନୋଜ ପାଢ଼ୀଙ୍କ ରିପୋର୍ଟ, ONI ନ୍ୟୁଜ୍।